କେହି ରହି ନାହିଁ ରହିବେ ନାହିଁଟି ଭବ ରଙ୍ଗଭୂମି ତଳେ ସର୍ବେ ନିଜେ ନିଜ ଅଭିନୟ ସାରି ବାହୁଡ଼ିବେ କାଳେ ବେଳେ। ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ଏ ଭିଡ଼ିଓ ବନେଇବାର ମୁଖ୍ୟ କାରଣ ଇଏ ହେଉଛି ପୁରୀର ସ୍ୱର୍ଗଦ୍ୱାର। ଆପଣମାନେ କମ୍ ବେଶୀ ଜାଣିଥିବେ, ଏଠାକୁ ଆସିଥିବେ, ଅନୁଭବ କରିଥିବେ ଜୀବନର ମାନେ କ'ଣ, ଜୀବନ ମାନେକୁ ଆପଣମାନେ ବୁଝିଥିବେ। ପ୍ରକୃତରେ ଜୀବନଟା କ'ଣ? ଏଠି ଯିଏ ଆସିଥିବ ରାଗ ହିଂସା ଅଭିମାନ ସବୁ, ରାଗ ହିଂସା ଅଭିମାନ କ'ଣ ନେଇ ଆମେ ସଂସାରକୁ ଆସିଥିଲେ ଆଉ କ'ଣ ନେଇକି ଆମେ ସଂସାରରୁ ବିଦା ହେଉଛନ୍ତି। ଏଠି ଆପଣ ଉଜ୍ଜଳ ପ୍ରମାଣ ଦେଖିପାରିବେ ଯେ ଦେହରେ ଗୋଟେ ସୂତାଖଣ୍ଡ ଆଉ 6 ଖଣ୍ଡ କାଠରେ କେମିତି ଜଣକୁ ଶବଦାହ କରାହେଉଛି। ଏଠି ପ୍ରକୃତରେ ଜଗନ୍ନାଥଙ୍କର ମହିମା ଭରି ରହିଛି, ଯେଉଁଥିରେ କି ଆପଣ ଦେଖିବେ ଆମ ଗାଁ ଗହଳିରେ ଶବଦାହ କରିବାକୁ ହେଲେ 4 କୁଇଣ୍ଟାଲ 5 କୁଇଣ୍ଟାଲ କାଠ ଲାଗୁଛି। ଏଠି କିନ୍ତୁ ମାତ୍ର କେଇ ଖଣ୍ଡ କାଠରେ ଶବଦାହ ହେଉଛି। ଚମତ୍କାର ଏ ଦୃଶ୍ୟ, ଭଗବାନଙ୍କ ଜଗନ୍ନାଥଙ୍କର ମହିମା ଭରପୁର ଏଇଠି। ତେଣୁ ମୁଁ ଏତିକି କହିବି ମୋ ସାଙ୍ଗମାନଙ୍କୁ, ଜୀବନରେ ରାଗ ହିଂସା ଅଭିମାନ ରଖନ୍ତୁ ନାହିଁ। ଲୋକଙ୍କୁ ସାହାଯ୍ୟ କରନ୍ତୁ, ଗରିବ ଦୁଃଖୀମାନଙ୍କୁ ଦେଖିଲେ ଦୟା କରନ୍ତୁ, ପାଗଳମାନଙ୍କୁ ଦେଖିଲେ ଦୟା କରନ୍ତୁ, ସହାୟ ହୁଅନ୍ତୁ। ଆଉ ରାଗ ହିଂସା ଅଭିମାନ କାହା ଉପରେ ରଖନ୍ତୁ ନାହିଁ। ଜୀବନର ମାନେ କ'ଣ ବୁଝନ୍ତୁ।